ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଈଶ୍ୱର ସର୍ବଦା ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ଯୋଜନା କରିଥାନ୍ତି। ସେଥିପାଇଁ ସମୟକ୍ରମେ ପୁରାତନ ନିୟମରେ ଆମେ ପାଠ କରୁଛୁ, ସେ ଯାଜକମାନଙ୍କୁ, ପ୍ରାଚୀନମାନଙ୍କୁ, ପୁଣି ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତ କରିଥିଲେ, ଯେଉଁମାନଙ୍କର ମାଧ୍ୟମରେ ସେ ତାଙ୍କର ବାକ୍ୟ ଗୁଡ଼ିକୁ ସରଳ ଭାବରେ, ସୁସ୍ପଷ୍ଟ ଭାବରେ, ଏପରିକି ସଚେତନ ଭାବରେ ମଧ୍ୟ ଲୋକମାନଙ୍କ ନିକଟରେ ପ୍ରକାଶ କରୁଥିଲେ, ଯେପରି ଲୋକମାନେ ଈଶ୍ୱରଙ୍କ ପ୍ରତି ଫେରିବେ, ଈଶ୍ୱରଙ୍କର ଆଶୀର୍ବାଦର ସହଭାଗୀ ହେଇପାରିବେ। କିନ୍ତୁ ଯେତେବେଳେ ଆମେ ପୁରାତନ ନିୟମ ଗୁଡ଼ିକ ପାଠ କରୁଛୁ, ଲୋକମାନେ ସେମାନଙ୍କର ହୃଦୟକୁ, ସେମାନଙ୍କର ମନକୁ ଈଶ୍ୱରଙ୍କ ପ୍ରତି ସେମାନେ ବିରୋଧାତ୍ମକ ଭାବରେ ଈଶ୍ୱରଠାରୁ ବିମୁଖ ହେଲେ। ଫଳରେ ସମୟକ୍ରମେ ଭବିଷ୍ୟତ ବକ୍ତାମାନଙ୍କର ଦ୍ୱାରା, ପ୍ରାଚୀନମାନଙ୍କ ଦ୍ୱାରା, ଏପରିକି ଯେଉଁମାନଙ୍କୁ ସେ ପାଳକ ଭାବରେ ମଧ୍ୟ ନିଯୁକ୍ତ କରିଥିଲେ, ସେମାନଙ୍କର ଜୀବନରେ ଅନେକ ଗୁଡ଼ିଏ ଦୁର୍ବଳତା, ଅନେକ ଗୁଡ଼ିଏ ପତନ ଅବସ୍ଥା ପ୍ରତି ଈଶ୍ୱର ସେଦିନ ବିଶେଷ ଭାବରେ ଭାରଗ୍ରସ୍ତ ଥିଲେ। ସେଥିପାଇଁ ଆଜି ଆମେ ଯେତେବେଳେ ଜିଜିକଲର ପୁସ୍ତକକୁ ଆମେ ପାଠ କରୁଛୁ, ଜିଜିକଲ 33 ପର୍ବ, 34 ପର୍ବ, ଉଭୟ ପର୍ବରେ ସଂକ୍ଷିପ୍ତ ଭାବରେ ଆମେ ଈଶ୍ୱରଙ୍କର ସେହି ଭାରଗ୍ରସ୍ତ ହୃଦୟକୁ ଆମେ ଲକ୍ଷ୍ୟ କରିପାରୁଛୁ। 33 ପର୍ବରେ ଈଶ୍ୱର ଜିଜିକଲଙ୍କୁ କହୁଛନ୍ତି, ହେ ଜିଜିକଲ, ହେ ମନୁଷ୍ୟ ସନ୍ତାନ, ମୁଁ ତୁମମାନଙ୍କୁ ମୋର ଲୋକ ଇସ୍ରାଏଲ ମାନଙ୍କର ନିକଟରେ ମୁଁ ଜଣେ ପ୍ରହରୀ ଭାବରେ ନିଯୁକ୍ତ କରିବି, ଯେପରି ତୁମେ ମୋର ଲୋକମାନଙ୍କୁ ସଚେତନ କରିବ, ଯେପରି ସେମାନେ ଆପଣା ଆପଣା ବିପଦ ଗମନରୁ ଫେରିବେ, ଯେପରି ସେମାନେ ମୋର ଆଶୀର୍ବାଦର ଅଂଶୀ ହେବେ। ସେଥିପାଇଁ ଯେତେବେଳେ ଆମେ ପାଠ କରୁଛୁ, ଈଶ୍ୱର କହୁଛନ୍ତି, ଯଦି ପ୍ରହରୀ ଭାବରେ ତୁମେ ଲୋକମାନଙ୍କୁ ସଚେତନ ନ କର, ମନେ ରଖ, ହେ ଯାଜକ ମାନେ, ହେ ପ୍ରହରୀ ଗଣ, ତୁମମାନେ ମୋର ନିକଟରେ ଯେ ଦିନେ ଦାୟୀ ହବ, ଆଉ ସେମାନଙ୍କର ବିପତ୍ତି ସମୟରେ ଯେତେବେଳେ ସେମାନେ ବିନଷ୍ଟ ହେବେ, ତେବେ ସେମାନଙ୍କ ପାଇଁ ତୁମେ ଦାୟୀ ହବ। ସେଥିପାଇଁ ଆମେ 33 ପର୍ବ ତାର 7 ପଦ ଆଉ 8 ପଦରେ ପାଠ କରୁଛୁ। ଈଶ୍ୱର କହୁଛନ୍ତି, ଯେତେବେଳେ ଦୁଷ୍ଟକୁ ତୁମେ ଆପଣା ଦୁଷ୍ଟତାରେ ଦେଖୁଛ, ଆଉ ସେମାନଙ୍କର ଦୁଷ୍ଟତା ପ୍ରତି ତୁମେ ସେମାନଙ୍କୁ ସଚେତନ କରୁନ, ଫେରିବା ପାଇଁ ସେମାନଙ୍କୁ ଅନୁଯୋଗ କରୁନ, ଯଦି ଦୁଷ୍ଟ ଆପଣା ଦୁଷ୍ଟତାରେ ମୃତ୍ୟୁ ଭୋଗ କରେ, ତେବେ ମନେ ରଖ, ସେମାନଙ୍କର ଆତ୍ମାକୁ, ସେମାନଙ୍କର ରକ୍ତକୁ ମୁଁ ତୁମଠାରୁ ଗ୍ରହଣ କରିବି। କିନ୍ତୁ ଯଦି ତୁମେ ଦୁଷ୍ଟକୁ ସଚେତନ କରିବ, ଜାଗ୍ରତ କରିବ, ଆଉ ଦୁଷ୍ଟ ଆପଣା କୁପଥରୁ ଫେରିବ, ତେବେ ତୁମେ ଆପଣା ଜୀବନକୁ ରକ୍ଷା କରିବ, କିନ୍ତୁ ଦୁଷ୍ଟ ଆପଣା ଜୀବନରେ ବିନାଶ ପାଇବ। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କର ଏଇ ସିଧାସଳଖ ବାକ୍ୟ ସେଦିନ ଜିଜିକଲ ନିକଟରେ ପ୍ରକାଶ ପାଇଥିଲା। କିନ୍ତୁ ଯେତେବେଳେ ଆମେ ପରବର୍ତ୍ତୀ ଅଂଶ ଗୁଡ଼ିକ ପାଠ କରୁଛୁ, ଦେଖିପାରୁଛେ ଯେ ଏଇ ପ୍ରହରୀ ମାନେ କିପରି ଭାବରେ ଈଶ୍ୱରଙ୍କର ସେବା କାର୍ଯ୍ୟରେ ସେମାନେ ଅମନୋଯୋଗୀ ହେଲେ। ସେମାନଙ୍କର କାର୍ଯ୍ୟ କ'ଣ ଥିଲା? ଯେପରି ସେମାନେ ଲୋକମାନଙ୍କୁ ଆଗାମୀ ବିପତ୍ତି ବିଷୟରେ ସଚେତନ କରିବେ। ସଚେତନ କରିବାକୁ ଯାଇ ଲୋକମାନଙ୍କ ନିକଟରେ ତୁରୀ ବଜେଇବେ। ସେହି ସମୟରେ ତୁରୀ ବଜେଇବା ଦ୍ୱାରା ଲୋକମାନେ ଜାଣୁଥିଲେ ଯେ ସେମାନଙ୍କ ପ୍ରତି ବିପଦ ଆସୁଛି, ସେମାନେ ସାବଧାନ ରହୁଥିଲେ, ଆପଣଙ୍କୁ ସୁରକ୍ଷା କରୁଥିଲେ। କିନ୍ତୁ ଈଶ୍ୱର କହୁଛନ୍ତି, ଯଦି ତୁମେ ତୁରୀ ନ ବଜାଅ, ସେମାନଙ୍କୁ ସାବଧାନ ନ କରାଅ, ତେବେ ମନେ ରଖ, ତୁମେ ସେମାନଙ୍କ ପାଇଁ ଦାୟୀ। ଆମେ ପାଠ କରୁଛୁ ଯେ ଏହି ସ୍ଥାନରେ ଏଇ ଯୋଉ ପ୍ରହରୀ ମାନଙ୍କର ବିଷୟରେ ଲେଖାଯାଉଛି, ସେମାନେ ଥିଲେ ଅମନୋଯୋଗୀ ପ୍ରହରୀ। ସେଥିପାଇଁ ଯିଶାୟା ତାର 56 ପର୍ବ ଆମେ 10 ପଦରୁ 12 ପଦ ଭିତରେ এই ବିଷୟକୁ ପାଠ କରୁଛୁ। ଈଶ୍ୱର କହୁଛନ୍ତି, ଯେଉଁ ପ୍ରହରୀଗଣ ଅନ୍ଧ, ଜ୍ଞାନହୀନ, ଘୁଙ୍ଗା କୁକୁର, ଭୁକି ପାରନ୍ତି ନାହିଁ, ସ୍ୱପ୍ନଦର୍ଶୀ, ସେମାନେ ନିଦ୍ରାଳୁ, ଢୋଳାଇବାକୁ ଭଲ ପାଆନ୍ତି, ସେମାନେ ପେଟୁକ, କେବେ ସେମାନେ ତୃପ୍ତ ହୁଅନ୍ତି ନାହିଁ, ସେମାନେ ବିବେଚନା ଶୂନ୍ୟ, ସେମାନେ ଲାଭ ନିମନ୍ତେ ଦୌଡ଼ନ୍ତି,
ସୁରାପାନରେ ସେମାନେ ସିକ୍ତ ଅଟନ୍ତି, କିନ୍ତୁ ତାହାର ବିପରୀତ ଏକ ଜୀବନ କାଟିବା ପାଇଁ ଈଶ୍ୱର ସେ ପ୍ରହରୀ ମାନଙ୍କୁ ନିଯୁକ୍ତ କରିଥିଲେ, ଯେପରି ସେମାନେ ସବୁବେଳେ ସଚେତନ ଅବସ୍ଥାରେ ରହିବେ। ସେମାନଙ୍କର ଚକ୍ଷୁ ଆଗାମୀ ବିପଦ ପ୍ରତି ଯେପରି ଉନ୍ମୁକ୍ତ ରହିବ। କିନ୍ତୁ ଲେଖାଯାଉଛି ସେମାନେ ଅନ୍ଧ, ସେମାନେ ଜ୍ଞାନହୀନ। ଜ୍ଞାନର ସହିତ ଚତୁରତାର ସହିତ ସଚେତନ ଅବସ୍ଥାରେ ବିଷୟ ଗୁଡ଼ିକୁ ସେମାନେ ଦେଖିବେ, କିନ୍ତୁ ସେମାନେ ଜ୍ଞାନହୀନ। ସେମାନେ ଭୁକିବା ପରିବର୍ତ୍ତେ, ଉଚ୍ଚାରଣ କରିବା ପରିବର୍ତ୍ତେ, ଲୋକମାନଙ୍କୁ ସଚେତନ କରିବା ପରିବର୍ତ୍ତେ ଈଶ୍ୱର କହୁଛନ୍ତି ମୋର ପ୍ରହରୀ ଗଣ ସେମାନେ ଘୁଙ୍ଗା କୁକୁର ପରି ଶୋଇ ରହିଛନ୍ତି। ଭୁକିବା ପାଇଁ ସେମାନଙ୍କର ଆଜି ବଳ ନାହିଁ, ଶକ୍ତି ନାହିଁ। କେବଳ ସେତିକି ନୁହେଁ, ମାତ୍ର ସେମାନେ ସ୍ୱପ୍ନଦର୍ଶୀ। ଢୁଳଉ ଢୁଳଉ ସେମାନେ ଶୋଇ ପଡ଼ନ୍ତି, ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ସେମାନଙ୍କୁ ଆହ୍ୱାନ କରିଛି ସେଥିରେ ସେମାନେ ଶିଥିଳ ହୋଇ ପଡ଼ନ୍ତି। ଫଳରେ କ'ଣ ନା ସେମାନେ କେବଳ ନିଜର ଶରୀର ବିଷୟରେ, ନିଜର ଶାରୀରିକ ଅଭିଳାଷା ବିଷୟରେ, ସୁଖ ବିଷୟରେ ଯେ ମନୋଯୋଗୀ ତା ନୁହେଁ, ମାତ୍ର ଲେଖାଯାଉଛି ସେମାନେ ପେଟୁକ ଖାଦ୍ୟ ନିମନ୍ତେ ସେମାନେ ଲାଳାୟିତ। ଆଉ ଯେତେ ଖାଇଲେ ମତେ ଈଶ୍ୱର କହୁଛନ୍ତି ସେମାନେ କୌଣସି ପ୍ରକାରେ ତୃପ୍ତ ନୁହନ୍ତି। ସେମାନେ ବିବେଚନା ଶୂନ୍ୟ, ସେମାନଙ୍କର ଜ୍ଞାନ ନାହିଁ, ବିବେଚନା କରିପାରନ୍ତି ନାହିଁ, ସେମାନେ ଭାବି ପାରନ୍ତି ନାହିଁ ଯେ ସେମାନଙ୍କର ଦାୟିତ୍ୱ ବିଷୟରେ, ଅନ୍ୟମାନଙ୍କର ସୁରକ୍ଷା ବିଷୟରେ। କାରଣ ସେମାନଙ୍କୁ ନିଯୁକ୍ତ କରାଯାଇଛି ଯେପରି ପ୍ରହରୀ ଲୋକମାନଙ୍କୁ ସୁରକ୍ଷା କରିବ, ନିରାପଦ ରଖିବ। କିନ୍ତୁ ଆଜି ଦେଖୁଛୁ ଈଶ୍ୱର କହୁଛନ୍ତି ସେମାନଙ୍କୁ ସୁରକ୍ଷା କରିବା ପରିବର୍ତ୍ତେ ଆଜି ମୋର ପ୍ରହରୀ ମାନେ ଯେଉଁମାନଙ୍କୁ ମୁଁ ପ୍ରହରୀ ଭାବରେ ନିଯୁକ୍ତ କଲି, ଆଜି ସେମାନେ ନିଜର ବିଷୟରେ ମନୋଯୋଗୀ ଅଟନ୍ତି, ସେମାନେ ନିଜର ସୁଖ ଅଭିଳାଷ ପାଇଁ ମନୋଯୋଗୀ ଅଟନ୍ତି। ସେମାନେ ଅଜ୍ଞାନ ହେଇଛନ୍ତି, ସେମାନେ ମୂର୍ଖ ହେଇଛନ୍ତି। ପ୍ରିୟ ବନ୍ଧୁଗଣ, এই ଶବ୍ଦ ଗୁଡ଼ିକ ଆଜି କ'ଣ ଆପଣଙ୍କର ପାଇଁ, ମୋ ପାଇଁ ପ୍ରଯୁଜ୍ୟ? ମନେ ରଖିବା, ଈଶ୍ୱରଙ୍କର ପକ୍ଷରେ ଆପଣ ଜଣେ ପ୍ରହରୀ, ମୁଁ ଜଣେ ପ୍ରହରୀ। ଆମମାନେ ଆମମାନଙ୍କର ଘରର ପ୍ରହରୀ, ଆମର ମଣ୍ଡଳୀର ପ୍ରହରୀ, ଆମର ସମାଜର ପ୍ରହରୀ, ଆମମାନଙ୍କର ଅନୁଷ୍ଠାନ ଗୁଡ଼ିକର ପ୍ରହରୀ। ଆମମାନଙ୍କର ଉପରେ ଏକ ବିଶେଷ ଦାୟିତ୍ୱ ଦିଆଯାଇଛି, ଯେପରି ଆମମାନେ ଲୋକମାନଙ୍କୁ ସଚେତନ କରିବା, ଲୋକମାନଙ୍କର ଜୀବନ, ଲୋକମାନଙ୍କର ସୁରକ୍ଷା ଯେ ଆପଣଙ୍କର ହସ୍ତରେ, ପୁଣି ମୋର ହସ୍ତରେ। ପ୍ରିୟ ବନ୍ଧୁଗଣ, ତାହା କ'ଣ ଆମମାନେ ଅନୁଭବ କରିପାରିଛୁ କି? ଈଶ୍ୱର କହୁଛନ୍ତି ହେ ହିଜକିୟ, ହେ ହିଜିକାଲ, ତୁମେ ମୋର ପକ୍ଷରେ କ'ଣ ପ୍ରହରୀ ସଦୃଶ? ପ୍ରିୟ ବନ୍ଧୁଗଣ, ପ୍ରହରୀ ଭାବରେ ଯଦି ଆମମାନେ ଆମମାନଙ୍କର ସେବା କାର୍ଯ୍ୟ ପ୍ରତି ସଚେତନ ନ ହଉ, ମନେ ରଖିବା, ଈଶ୍ୱର କହୁଛନ୍ତି ମନେ ରଖ, ତୁମକୁ ମୁଁ ସେଇ ପ୍ରହରୀ ପଦରୁ ମୁଁ ତୁମକୁ ଛିନ୍ନ କରିବି, ଅନ୍ୟମାନଙ୍କୁ ନିଯୁକ୍ତ କରିବି, ଯେପରି ମୋର ଲୋକମାନେ। ପ୍ରିୟ ବନ୍ଧୁଗଣ, ଈଶ୍ୱର ତାଙ୍କ ଲୋକମାନଙ୍କର ପାଇଁ ବିଶେଷ ଭାବରେ ମନୋଯୋଗୀ। କାରଣ ସେମାନଙ୍କୁ ସେ ମନୋନୀତ କଲେ, ସେମାନଙ୍କୁ ପୃଥକ କଲେ, ଯେମିତି ସେମାନେ ଈଶ୍ୱରଙ୍କର ଆଶୀର୍ବାଦର ସେମାନେ ସହଭାଗୀ ହେଇପାରିବେ। କିନ୍ତୁ ଯେଉଁମାନଙ୍କୁ ନିଯୁକ୍ତ କଲେ ବାଳକ ପ୍ରଚାରକ ଭାବରେ, ମିଶନାରୀ ଭାବରେ, ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଉପରେ ଏକ ବିଶେଷ ଗୁରୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟରେ ଈଶ୍ୱର କହୁଛନ୍ତି କେବଳ ମୁଁ ମୋର ଲୋକମାନଙ୍କର ଉପରେ ତୁମକୁ ପ୍ରହରୀ ଭାବରେ ନିଯୁକ୍ତ କରିଛି ତାହା ନୁହେଁ, ମାତ୍ର ମନେ ରଖ, ଲୋକମାନେ ଯେତେବେଳେ ବିପଦରେ ପଡ଼ନ୍ତି ସେମାନେ ପ୍ରହରୀ ନିକଟକୁ ଆସନ୍ତି, ସମୟ ବିଷୟରେ ସେମାନଙ୍କୁ ପଚାରନ୍ତି। ଯିଶାୟା ତାର 21 ପର୍ବ ଆମମାନେ 10 ଆଉ 12 ପଦରେ ପାଠ କରୁଛୁ। ଲେଖାଯାଉଛି ପ୍ରହରୀ, ଲୋକମାନେ କହୁଛନ୍ତି ହେ ପ୍ରହରୀ, ପ୍ରହରୀ କେତେ ରାତ୍ର ହେଲା, ପ୍ରହରୀ କେତେ ରାତ୍ର ହେଲା। ପ୍ରହରୀ କହିଲା, ଉତ୍ତର ଦେଲା, ପ୍ରଭାତ ଆସୁଅଛି, ରାତ୍ରି ମଧ୍ୟ ଆସୁଅଛି। ତୁମେମାନେ ଯେବେ ପଚାରିବ, ପଚାର, ତୁମେମାନେ ଫେର, ଆସ। ଯେତେବେଳେ ଲୋକମାନେ କ୍ଲେଶ ମତରେ, ବିପତ୍ତି ମଧ୍ୟରେ ପଡ଼ିଛନ୍ତି, ସେମାନେ ପ୍ରହରୀ ନିକଟକୁ ଆସି ପଚାରୁଛନ୍ତି ପ୍ରହରୀ କେତେ କାଳ, ବର୍ତ୍ତମାନର ସମୟ କିପରି, ନିରାପଦର ସମୟ କି ବିପଦର ସମୟ? କିନ୍ତୁ ଯଦି ସେଇ ସମୟରେ ପ୍ରହରୀ ଜାଗ୍ରତ ଥାଏ, ପ୍ରହରୀ ଉତ୍ତର ଦେବ, ନା ବିପଦର ସମୟ ମାଡ଼ି ଆସୁଛି, ତୁମେ ଜାଗ୍ରତ ହୁଅ। এই ସ୍ଥାନରେ ଯିଶାୟାଙ୍କ ମୁଖ ଦେଇ ଈଶ୍ୱର କହୁଛନ୍ତି, ପ୍ରହରୀ କହୁଛନ୍ତି
ଯେ ତୁମେ ଯଦି ଫେରିବା ପାଇଁ ଚାହୁଁଛ ଫେର। ଅନ୍ଧକାର ରାତ୍ରି ମାଡ଼ି ଆସୁଅଛି, ପ୍ରଭାତ ମଧ୍ୟ ଆସୁଛି। ଈଶ୍ୱର ତୁମକୁ ପ୍ରତି ଫେରିବେ। ଯଦି ତୁମେ ଫେରିବା ପାଇଁ ଚାହୁଁଛ ଫେର, ଆସ। ସମୟ ଥାଉ ଥାଉ, ରାତ୍ରି ଥାଉ ଥାଉ ତୁମେ ଫେରି ଆସ। ପ୍ରିୟ ବନ୍ଧୁଗଣ, ଆଜି ଚାରି ପାଖରେ ଆଜି ଲୋକମାନେ ସେଇ ପ୍ରକାର ଭାବରେ ଆଜି ଆପଣଙ୍କ ଆଡ଼େ ମୋ ଆଡ଼େ ଦୃଷ୍ଟିପାତ କରି କହୁଛନ୍ତି, ହେ ପାଳକ ମାନେ, ହେ ପ୍ରଚାରକ ମାନେ, ହେ ମିଶନାରୀ ମାନେ, ବର୍ତ୍ତମାନର ଯୁଗର ପରିସ୍ଥିତି ବିଷୟରେ ତୁମେ ଆମମାନଙ୍କୁ ସଚେତନ କରାଅ, ଆମମାନଙ୍କୁ କୁହ ଯେପରି ଆମମାନେ ଆପଣା ଆପଣା ପଥରୁ ଫେରିବା, ଈଶ୍ୱର ପ୍ରତି ଫେରିବା, ତାଙ୍କର ଅନୁଗ୍ରହ ପାଇବା, ତାଙ୍କର ଦୟା ପାଇବା, ତାଙ୍କର କରୁଣା ପାଇବା, ଯେପରି ଆମେ ବିନାଶ ଦେବା ନାହିଁ। କିନ୍ତୁ ଆଜି ପ୍ରହରୀ ଭାବରେ ଆଜି ଆମମାନଙ୍କର ଉତ୍ତର କ'ଣ? ଦ୍ୱିତୀୟରେ କେବଳ ପ୍ରହରୀ ନୁହେଁ, ଯେତେବେଳେ ଆମେ ଜିହିଜିକଲ 34 ପର୍ବକୁ ଆମେ ପଳେଇ ଆସୁ, ଈଶ୍ୱରଙ୍କର ହୃଦୟ ଆଉ ଏକ ଭାରଗ୍ରସ୍ତ। ଲେଖାଯାଉଛି, ହେ ମୋର ପାଳକ ମାନେ, ମୁଁ ତୁମକୁ ପାଳକ ଭାବରେ ନିଯୁକ୍ତ କରିଅଛି। କିନ୍ତୁ ପାଳକ ଭାବରେ ଆଜି ତୁମେ ମୋ ପ୍ରତି ଅବିଶ୍ୱସ୍ତ ହୋଇଅଛ। ଅମନୋଯୋଗୀ ପ୍ରହରୀ, ପୁଣି ତୁମେ ଅବିଶ୍ୱସ୍ତ ପାଳକ। ସେଥିପାଇଁ ଗୀତ ସଂହିତା ତାର 80 ପର୍ବ 1 ପଦରେ ଈଶ୍ୱର କହୁଛନ୍ତି, ହେ ଇସ୍ରାଏଲ ପାଳକ, ତୁମେ କର୍ଣ୍ଣପାତ କର। ଈଶ୍ୱର ବର୍ତ୍ତମାନ ଡାକରା ଦଉଛନ୍ତି, ହେ ଇସ୍ରାଏଲ ପାଳକ ମାନେ, ମୁଁ ଯୋଉମାନଙ୍କୁ ନିଯୁକ୍ତ କଲି ମୋ ଲୋକମାନଙ୍କର ଯତ୍ନ ନେବା ପାଇଁ, ମୋ ଲୋକମାନଙ୍କୁ ପାଳିବା ପାଇଁ, ମୋ ଲୋକମାନଙ୍କୁ ସୁରକ୍ଷା କରିବା ପାଇଁ, ତୁମେ ବର୍ତ୍ତମାନ ଶୁଣ। ଆଜିକାର 34 ପର୍ବ ଅତି ସ୍ପଷ୍ଟ ଭାବରେ ଈଶ୍ୱର ପାଳକ ମାନଙ୍କ ଆଡ଼େ ଦୃଷ୍ଟିପାତ କରି କହୁଛନ୍ତି, ହେ ମୋର ପାଳକ ମାନେ। ଯଦି ଆପଣ ମାନେ ପଢିବେ 2 ପଦରେ ଈଶ୍ୱର କହୁଛନ୍ତି, ହେ ମୋର ପାଳକ ମାନେ, ମୁଁ ତୁମମାନଙ୍କୁ ନିଯୁକ୍ତ କଲି, କିନ୍ତୁ ବର୍ତ୍ତମାନ ତୁମେ କ'ଣ କରୁଛ? ଯେଉଁ ପାଳକ ମାନେ ଆପଣା ମାନଙ୍କୁ ପାଳନ କରୁଅଛନ୍ତି ସେମାନେ ସନ୍ତାପର ପାତ୍ର। ମେଷମାନଙ୍କୁ ପାଳନ କରିବାର କି ପାଳକ ମାନଙ୍କର କର୍ତ୍ତବ୍ୟ ନୁହେଁ। ଈଶ୍ୱର କହନ୍ତି, ହେ ମୋର ପାଳକ ମାନେ, ଯେଉଁ ମେଷମାନଙ୍କୁ ମୁଁ ତୁମର ହସ୍ତରେ ସମର୍ପଣ କଲି ସେମାନଙ୍କର ଯତ୍ନ ନେବା ପାଇଁ, ସେମାନଙ୍କୁ ସୁରକ୍ଷା କରିବା ପାଇଁ, ସେମାନଙ୍କୁ ଉତ୍ତମ ଚରାଣି ସ୍ଥାନରେ ଚଲେଇବା ପାଇଁ, ସ୍ଥିର ଜଳ ନିକଟରେ କଢେଇ ନେବା ପାଇଁ ମୁଁ ନିଯୁକ୍ତ କଲି। କିନ୍ତୁ ବର୍ତ୍ତମାନ ତୁମେ ସେମାନଙ୍କର ପ୍ରତିପାଳନ କରିବା ପରିବର୍ତ୍ତେ ତୁମେ ବର୍ତ୍ତମାନ ନିଜ ବିଷୟରେ ତୁମେ ସଚେତନ ହଟ। ସେଥିପାଇଁ ଈଶ୍ୱର କହୁଛନ୍ତି, ହେ ପାଳକ ମାନେ, ତୁମେ ଯେ ନିଜ ବିଷୟରେ ଚିନ୍ତା କରୁଛ, ମନେ ରଖ ତୁମେ ସନ୍ତାପର ପାତ୍ର, ତୁମେ ଈଶ୍ୱରଙ୍କର ଅଭିଶପ୍ତ, ତୁମେ ଈଶ୍ୱରଙ୍କର ବିଚାର ଅଧୀନ। ପ୍ରିୟ ବନ୍ଧୁଗଣ, ଆଜି କ'ଣ ଆମେ ଶୁଣିପାରୁଛୁ ଈଶ୍ୱରଙ୍କ ସେଇ ଡାକରା? ଆଜି କ'ଣ ସେଇ କଥା ଆପଣଙ୍କୁ ଈଶ୍ୱର କହୁଛନ୍ତି, ମତେ କହୁଛନ୍ତି, ହେ ପାଳକ ମାନେ, ହେ ମିଶନାରୀ ମାନେ, ହେ ପ୍ରଭୁଙ୍କର ସେବାକାରୀ ମାନେ, ମୁଁ ଯେଉଁ ଲୋକମାନଙ୍କୁ ତୁମ ହସ୍ତରେ ସମର୍ପଣ କଲି ସେମାନଙ୍କର ଯତ୍ନ ନେବା ପରିବର୍ତ୍ତେ ବର୍ତ୍ତମାନ ତୁମେ ତୁମ ବିଷୟରେ ଚିନ୍ତା କରୁଛ। 3 ପଦରେ ଆମେ ପାଠ କରୁଛୁ, ଈଶ୍ୱର କହୁଛନ୍ତି, ତୁମେ ମାନେ ମେଦ ଖାଉଅଛ ଓ ତୁମେ ମାନେ ମେଷଲୋମ ପରିଧାନ କରୁଅଛ, ତୁମେ ମାନେ ହୃଷ୍ଟପୃଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମେ ମାନେ ମେଷଗଣକୁ ପାଳନ କରୁନାହଁ। କ'ଣ ଲେଖାଯାଉଛି? ଈଶ୍ୱର କହୁଛନ୍ତି, ଯେଉଁ ମେଷମାନଙ୍କୁ ଚରେଇବା ନିମନ୍ତେ, ମେଷମାନଙ୍କର ସୁରକ୍ଷା ନିମନ୍ତେ, ପ୍ରତିପାଳନ ନିମନ୍ତେ ମୁଁ ତୁମକୁ ନିଯୁକ୍ତ କଲି, ବର୍ତ୍ତମାନ ତୁମେ କ'ଣ କରୁଛ? ସେଇ ମେଷମାନଙ୍କୁ ନିଜର ଲାଭ ନିମନ୍ତେ, ନିଜର ସୁଖ ଅଭିଳାଷ ନିମନ୍ତେ ତୁମେ ସେମାନଙ୍କୁ ବ୍ୟବହାର କରୁଛ। ଲେଖାଯାଉଛି, ହୃଷ୍ଟପୃଷ୍ଟ ପଶୁମାନଙ୍କୁ ତୁମେ କ'ଣ କରୁଛ? ମାରୁଛ, ହତ୍ୟା କରୁଛ, ସେମାନଙ୍କର ମାଂସ ଖାଉଛ, ଆଉ ସେମାନଙ୍କର ଲୋମରେ ଉତ୍ତମ ବସ୍ତ୍ର ତୁମେ ପ୍ରସ୍ତୁତ କରି ପିନ୍ଧୁଛ। ଈଶ୍ୱରକୁ ମନେ ରଖ, ସେମାନଙ୍କର ଯତ୍ନ ନେବା ପରିବର୍ତ୍ତେ ସେମାନଙ୍କର ତୁମେ କ'ଣ କରୁଛ? ନିଜ ନିମନ୍ତେ ତୁମେ ବ୍ୟବହାର କରୁଛ। ତୁମେ ସନ୍ତାପର ପାତ୍ର। ପ୍ରିୟ ବନ୍ଧୁଗଣ, ଆଜି ଆପଣ ପୁଣି ମୋ ପାଳକ, ପ୍ରଚାରକ, ମିଶନାରୀ ଭାବରେ ଆଜି କ'ଣ ଆମମାନେ ଈଶ୍ୱରଙ୍କର ସେବା କାର୍ଯ୍ୟକୁ ଏଡ଼େଇ ଦେଇ ଯେଉଁ ଲୋକମାନଙ୍କୁ ଈଶ୍ୱର ଆମମାନଙ୍କର ହସ୍ତରେ ସମର୍ପଣ କରିଛନ୍ତି ଆମମାନଙ୍କର ଲାଭର ନିମନ୍ତେ, ଆମର ସୁଖର ନିମନ୍ତେ, ଆଜି ସେମାନଙ୍କୁ ଆମେ ବ୍ୟବହାର କରୁଛୁ? ଅତି ସତ କଥା। ଈଶ୍ୱର କହନ୍ତି, ମୋର ସେମାନଙ୍କୁ ମାରୁଛ, କିନ୍ତୁ ତୁମେ ହୃଷ୍ଟପୃଷ୍ଟ ହଉଛ। ତା ପର ପଦରେ
ଈଶ୍ୱର ସେମାନଙ୍କୁ କହୁଛନ୍ତି, ଦେଖ ତୁମେ ମୋର ମେଷମାନଙ୍କ ପ୍ରତି ତୁମେ ଅବିଶ୍ୱସ୍ତତା କରିଅଛ। ତ ସେତିକି ନୁହେଁ, ମାତ୍ର ଜିଖରିଆ ପୁସ୍ତକରେ ପଢୁଛୁ, ଜିଖରିଆ 11 ପର୍ବ ତାର 17 ପଦରେ ଈଶ୍ୱର କହୁଛନ୍ତି, ଯେଉଁ ଅକର୍ମଣ୍ୟ ପାଳକ ପଲ ପରିତ୍ୟାଗ କରେ ସେ ସନ୍ତାପର ପାତ୍ର। କେବଳ ଏକ ଅବିଶ୍ୱସ୍ତ ପାଳକ ନୁହେଁ, ମାତ୍ର ଈଶ୍ୱର କହୁଛନ୍ତି ତୁମମାନଙ୍କ ମଧ୍ୟରେ ଏପରି ପାଳକ ମାନେ ଅଛ, ମିଶନରୀ ମାନେ ଅଛ, ସେବାକାରୀ ମାନେ ବଡ଼ ଅଛ, ଯୋଉମାନେ ଅକର୍ମଣ୍ୟ, ଯୋଉମାନେ ଅଳସୁଆ, କାର୍ଯ୍ୟ କରିବା ପାଇଁ ଇଚ୍ଛା କରନ୍ତି ନାହିଁ, କାର୍ଯ୍ୟ ଟିକେ କଲେ ହାଲିଆ ହେଇଯାଆନ୍ତି, ଅକର୍ମଣ୍ୟ। ପ୍ରିୟ ବନ୍ଧୁଗଣ, ମନେ ରଖିବା ଈଶ୍ୱରଙ୍କ ବାକ୍ୟ କୁହେ, ଯୋଉମାନେ ଅକର୍ମଣ୍ୟ, ଯୋଉମାନେ ଅଳସୁଆ, ପ୍ରଭୁଙ୍କ ସେବା କାର୍ଯ୍ୟରେ ଅଳସୁଆ, ସେମାନେ ସନ୍ତାପର ପାତ୍ର, ସେମାନେ ଈଶ୍ୱରଙ୍କର ବିଚାର ଅଧୀନ, ସେମାନେ ଈଶ୍ୱରଙ୍କର ଦଣ୍ଡର ଅଧୀନ ଅଟନ୍ତି। ଆଜି ନିଜକୁ ପଚାରୁ, ଆଜି କଣ ଆପଣ ଅକର୍ମଣ୍ୟ ବସି ରହିଛନ୍ତି, ଅଳସୁଆ ହେଇ ପଡ଼ିଛନ୍ତି, ସେବା କାର୍ଯ୍ୟକୁ ଆଗଉ ନାହାନ୍ତି, ତତ୍ପର ନୁହନ୍ତି, ଭାବୁଛନ୍ତି ଆଜି ନାହିଁ କାଲି ଯିବି, ବର୍ତ୍ତମାନ ନାହିଁ ଆଉ ଟିକେ ପରେ ଯିବି, ଅଳସୁଆ? ହଁ ପ୍ରିୟ ବନ୍ଧୁଗଣ, ଆଜି ଅନେକ ସମୟରେ ଏହା ଅତି ବାସ୍ତବ। ଅନେକ ପାଳକ ମାନେ ଆଜି ଅଳସୁଆ, ଅନେକ ମିଶନରୀ ମାନେ ଅଳସୁଆ, ଅନେକ ପ୍ରଭୁଙ୍କ ସେବାକାରୀ ମାନେ ଅଳସୁଆ। ସେଥିପାଇଁ କ'ଣ ହଉଛି, ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକ, ଆମର ଅନୁଷ୍ଠାନ ଗୁଡ଼ିକ, ଆମର ଲୋକମାନେ, ଆମମାନଙ୍କର ପରିବାର ଗୁଡ଼ିକ, ଆମର ଯୁବା ପୁଅ ଝିଅମାନେ, ଆମମାନଙ୍କର ସାନ ସାନ ପିଲାମାନେ ଆଜି ସେମାନେ ସେହିପରି ଅବସ୍ଥାରେ ପାପରେ ପଡ଼ି ରହିଛନ୍ତି, ଦୁର୍ବଳ ଅବସ୍ଥାରେ ପଡ଼ି ରହିଛନ୍ତି। କାରଣ ଆପଣ ନିଜ ଘରେ ସୌଖନ କରିଛନ୍ତି, ଅଭିଳାଷରେ ସମୟ କାଟୁଛନ୍ତି। ମିଶନ କ୍ଷେତ୍ର ଗୁଡ଼ିକରେ, ମଣ୍ଡଳୀ ଗୁଡ଼ିକରେ, ପରିବାର ଗୁଡ଼ିକରେ ଆଜି ଅସୁସ୍ଥତା, ଦୁର୍ବଳତା, ସମସ୍ୟା ପରେ ସମସ୍ୟା ବଢ଼ି ଚାଲିଛି। ଈଶ୍ୱର କହିଲେ, ହେ ଅକର୍ମଣ୍ୟ ପାଳକ ମାନେ, ମନେ ରଖ ତୁମେ ସନ୍ତାପର ପାତ୍ର। ତେବେ এই ପାଳକ ମାନଙ୍କ ବିଷୟରେ ଈଶ୍ୱର କ'ଣ କହୁଛନ୍ତି? ଜିରିମିୟ ତାର 23 ପର୍ବ 2 ପଦ ଆପଣମାନେ ପଢ଼ିବେ, ମୁଁ ପଢ଼ି ଦଉଛି। ଲେଖାଯାଉଛି, ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନ ଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱ ଅନୁସନ୍ଧାନ କରୁନାହ। ପ୍ରିୟ ବନ୍ଧୁ, ଏହା କ'ଣ ସତ କଥା? ଈଶ୍ୱର ମେଷମାନଙ୍କୁ ଆପଣଙ୍କର ହସ୍ତରେ, ମୋର ହସ୍ତରେ ସମର୍ପଣ କଲେ, ଯେପରି ଆମମାନେ ସେମାନଙ୍କର ଯତ୍ନ ନେବା। କିନ୍ତୁ ଜିରିମିୟଙ୍କ ମୁଖ ଦେଇ ଈଶ୍ୱର କହୁଛନ୍ତି, ସେମାନଙ୍କର ଯତ୍ନ ନେବା ପରିବର୍ତ୍ତେ, ହେ ପାଳକ ମାନେ, ତୁମମାନେ ସେମାନଙ୍କୁ ଛିନ୍ନ ଭିନ୍ନ କରି ଦେଇଛ, ଛିନ୍ନ ଭିନ୍ନ କରି ଦୂରକୁ ପଠେଇ ଦେଇଛ, ସେମାନଙ୍କର ଅନୁସନ୍ଧାନ କରୁନାହ। ପ୍ରିୟ ବନ୍ଧୁ, କ'ଣ ଆପଣଙ୍କର ମଣ୍ଡଳୀର ଲୋକମାନେ ଆଜି କ'ଣ ଛିନ୍ନ ଭିନ୍ନ? ଆଜି এই ମଣ୍ଡଳୀକୁ ଯାଉଛନ୍ତି, ସେଇ ମଣ୍ଡଳୀକୁ ଯାଉଛନ୍ତି, ଆଜି ଜଗତ ଆଡ଼େ ଘୁରି ବୁଲୁଛନ୍ତି, ସେମାନେ କ'ଣ ଛିନ୍ନ ଭିନ୍ନ? କି ସପ୍ତାହ ପରେ ସପ୍ତାହ ମଣ୍ଡଳୀ ମଧ୍ୟରେ ଏକତ୍ର ହଉଛନ୍ତି, ଈଶ୍ୱରଙ୍କ ବାକ୍ୟ ଶୁଣୁଛନ୍ତି, ଆତ୍ମିକ ଜୀବନ ବୃଦ୍ଧି ପାଉଛନ୍ତି। ଆଜି କ'ଣ ଆପଣଙ୍କ ମଣ୍ଡଳୀ ଛିନ୍ନ ଭିନ୍ନ ମଣ୍ଡଳୀ? ହଁ, ହେଇପାରେ ମଣ୍ଡଳୀର ଲୋକମାନେ ଆଜି ଛିନ୍ନ ଭିନ୍ନ, ଯୁବାମାନେ ଛିନ୍ନ ଭିନ୍ନ। ଆଜି କ'ଣ ସେମାନଙ୍କର ଅନୁସନ୍ଧାନ କରୁଛ? ସେମାନଙ୍କ ପଛରେ ଯାଉଛ? ମୋର ପରିବାର କୁଆଡ଼େ ଗଲେ, ସେମାନେ କୁଆଡ଼େ ଗଲେ, କାହିଁକି ଉପାସନାକୁ ଆସୁନାହାନ୍ତି, କାହିଁକି ମଣ୍ଡଳୀକୁ ଆସୁନାହାନ୍ତି? ଈଶ୍ୱର କହୁଛନ୍ତି, ସେମାନଙ୍କୁ କେବଳ ଛିନ୍ନ ଭିନ୍ନ କଲ ତାହା ନୁହେଁ, ମାତ୍ର ସେମାନଙ୍କୁ ତୁମେ ଖୋଜିବା ପାଇଁ ଇଚ୍ଛା କଲ ନାହିଁ, ସେମାନଙ୍କୁ ସେହି ପ୍ରକାର ଭାବରେ ଛାଡ଼ିଦେଲ। ପ୍ରିୟ ବନ୍ଧୁଗଣ, ଯଦି ଆମମାନଙ୍କର ମଣ୍ଡଳୀର ପରିବାର ଗୁଡ଼ିକ ଆଜି ଛିନ୍ନ ଭିନ୍ନ, ଯଦି ଆପଣ ମୁଁ ଆମେ ସେମାନଙ୍କୁ ନ ଖୋଜୁ, ପୁନର୍ବାର ସେମାନଙ୍କୁ ପଲ ମଧ୍ୟକୁ ନ ଆଣୁ, ମଣ୍ଡଳୀକୁ ନ ଆଣୁ, ମନେ ରଖିବା ଆପଣ ଦାୟୀ, ପୁଣି ମୁଁ ଦାୟୀ, ଆମେ ସନ୍ତାପର ପାତ୍ର ହେବା। ଈଶ୍ୱର କହୁଛନ୍ତି, ତୁମେ କେବଳ ଅକର୍ମଣ୍ୟ ହେଲ ତାହା ନୁହେଁ, ମାତ୍ର ତୁମେ ନିଜେ ସେମାନଙ୍କର ଅନୁସନ୍ଧାନ କଲେ ନାହିଁ। ପୁନର୍ବାର ଆମେ ଫେରି ଆସୁ 34 ପର୍ବକୁ 3 ପଦ ଆଉ 4 ପଦରେ ଈଶ୍ୱର କହୁଛନ୍ତି, ତୁମେମାନେ ମେଷଗଣକୁ ପାଳନ କରୁନାହ, ଅସୁସ୍ଥ ମାନଙ୍କୁ ସବଳ କରିନାହ, ପୀଡ଼ିତ ମାନଙ୍କର ଚିକିତ୍ସା କରିନାହ, ଭଗ୍ନାଙ୍ଗର କ୍ଷତ ବାନ୍ଧିନାହ, ତାଡ଼ିତ ମାନଙ୍କୁ ଫେରାଇ ଆଣିନାହ, ହଜିଲା ମାନଙ୍କୁ ଖୋଜିନାହ, ମାତ୍ର ବଳରେ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ। ଆଉ ଥରେ ପଢ଼ିବା, ଈଶ୍ୱର କହୁଛନ୍ତି, ହେ ମୋର ପାଳକ ମାନେ, ତୁମେମାନେ ମେଷଗଣକୁ ପ୍ରତିପାଳନ କରୁନାହ, ଅସୁସ୍ଥ ମାନଙ୍କୁ ସବଳ କରିନାହ,
पीड़ित मानकर चिकित्सा करना भग्नाकर क्षत बांधिना ताड़ित मान को फेराई आनीना हजिला मान को खोजिना मात्र बलरे कठोरतारे सेमानकर उपरे शासन करियछ। प्रिय बंधुगण ए सेवार आह्वान कौन थिला जेपरि सेमाने पालन करिवे दुर्बल मान को सबल करिवे पीड़ित मानकर चिकित्सा करी सुस्थता प्रदान करिवे भग्न अंतःकरण लोक मानकु सेमानकु आश्वासना देवे सांत्वना देवे जो माने ताड़ित ईश्वर को निमते ताड़ित सेमानकु पुनर्बार फेरई आनिबे पुणी जो माने हजि जाइचंती दूर को चली जाइचंती सेमानकु खोजी आनिबे किंतु एई सेवा कार्य को सेमाने अवहेला करिचंती अमनोयोगी हेइचंती सेतिप्रति विफल हेइतिबार ईश्वर कहउचंती तुम माने हे पालक माने तुमान कोन समस्त करिना तो सेतिक नुहे ता परिवर्ते तुमे जो मेषमान को तुमे सेमानकर जत्न नौच सेमानकु तुमे कठोरतारे पुणी बड़रे सेमानकु शासन करुच सेमान प्रति कोमल व्यवहार करबा परिवर्ते सेमान प्रति सहिष्णु परिवर्ते सेमानकु विश्वस्त सेवा करबा परिवर्ते सेमानकु तुमे शासन करुच। प्रिय बंधुगण पालक भावरे मिशनरी भावरे आमानकर हस्तरे जो लोक मानकु ईश्वर समर्पण करिचंदी आबर सहकर्मी मानक आज कोन आमाने सेमान प्रति कठोर होउछु सेमान प्रति अमनोयोगी हेइछु सेमानकु शासन करुछु आमानकर कथा द्वारा आमानकर कार्य द्वारा अति वास्तव आज अनेक मंडलीर भाई भौणी माने पालक मानकर द्वारा अनेक अनुष्ठान मिशनरी माने कार्यकारी माने सेमानकर उपरिस्थ कर्मकर्ता मानकर द्वारा आज से निर्यातित कठोर भाव से माने आज व्यवहृत होउछन्ति। प्रिय बंधुगण यह ईश्वरकर वाक्य ईश्वर निजे कहउछन को एई होछ मोर लोक मानकर अवस्था एई होछ मोर पालक मानकर अवस्था। प्रिय बंधुगण जदि आमने फेरिबा आमने फेरिबा तेबे लिखा जाउछि जोहन पुस्तक रे जोहन 10 पर्व 12 पदरे यीशु निजे कहले से माने बर्तन ग्राहक मेष गुड़िक निमंते से माने चिंता करती नहीं। यीशु कहले मु तम मेष पालक मोर छड़ा अन्य जो मेष मैंने अच्छी से माने मेष मानकर जत्न नेबा परिवर्ते जेहेतु से माने वेतन प्राप्त से माने निजर पेट पाई मनोयोगी सेति पाई मोर मेष माने से ठारू विमुख हेइचंदी। प्रिय बंधुगण आज पालक भावरे मिशनरी भावरे आपण कौन जड़े वेतन ग्राहक मु कौन जड़े वेतन ग्राहक वेतन पाउचु मासक मास अर्थ पाउचु मोटा अर्थ पाउचु टिके उपासना चलई दउचु टिके घर भिजिट करि दउचु भाबुचु ता यथेष्ट हैला सेति पाई। प्रिय बंधुगण फल कौन लिखा जाउची ईश्वर कहउचंदी मोर लोक मानेको पाई तुमर चिंता नहीं। आज कौन आम वेतन ग्राहक प्रिय बंधुगण आपानकर आह्वान वेतन पाई नुहे आम अर्थ पाई प्रभुकर सेवा करूना मन रखा जो पालक जो मिशनरी अर्थ पाई पेट पोषिबा पाई एही पालकीय दायित्व ग्रहण करिसंती मिशनरी दायित्व बहन करिसंती प्रभुकर सेवा करुचंती आपण पुणी मु आम ईश्वर निकट रे अभिशप्त मन रखा जदि आम ईश्वरंकर विश्वस्त भाव सेवा करूछु मन रखा। प्रिय बंधुगण आपण पुणी मु ईश्वर आमानकर जत्न नेबे आमानको पालन करिवे आमानकर पिला मानकर जत्न नेबे आमर परिवार जत्न नेबे ईश्वर कार धारुआ नहंती ईश्वर कार ऋणी नहंती किंतु दुखर विषय आज अनेक पालक माने अनेक मिशनरी माने अनेक प्रभुक सेवाकारी माने एई जगतर धन संपत्ति मान सम्मान को एकत्र करिबा पाई साउटिबा पाई केते संयत्न करती। हाय प्रिय बंधुगण प्रभु आमान को क्षमा दिंतु जेपरि ईश्वर वाक्य प्रति आम सचेतन हवा कहवा ईश्वर द्वारा मु आहत होइछि पालकीय दायित्व 8 पदर लिखा जाउछि जीजिकल 34 पर्व 8 पदरे ईश्वर कहउछन्ति केही पालक नथिबारु सेमाने लुटित हेले हिंस्रक पशु मानक द्वारा खाद्य हेले ईश्वर परपद गुड़िक कहउछन्ति जेहेतु
ତୁମେ ସେମାନଙ୍କର ଯତ୍ନ ନେଲନି। ହେ ମୋର ପାଳକ ମାନେ ମନେ ରଖ, ମୋର ମେଷ ମାନେ ଆଜି ପ୍ରାନ୍ତର ମଧ୍ୟରେ ଘୁରି ବୁଲିଲେ, ପର୍ବତ ଉପରେ ଘୁରି ବୁଲିଲେ, ପାହାଡ଼ ଉପରେ ଘୁରି ବୁଲିଲେ, ଛିନ୍ନ ଭିନ୍ନ ଅବସ୍ଥାରେ ସେମାନେ ରହିଲେ। ଫଳରେ କ'ଣ ହେଲା ନା ହିଂସ୍ର ଜନ୍ତୁ ମାନଙ୍କ ଦ୍ୱାରା, ବାଘ ଦ୍ୱାରା, ଭାଲୁ ଦ୍ୱାରା, ସିଂହ ମାନଙ୍କର ଦ୍ୱାରା ସେମାନେ ଆଘାତପ୍ରାପ୍ତ ହେଲେ, ସେମାନେ ସେମାନଙ୍କର ଖାଦ୍ୟ ହେଲେ। ପ୍ରିୟ ବନ୍ଧୁଗଣ, ତାହା କ'ଣ ସତ କଥା ନୁହେଁ? ଆଜି ଆମମାନଙ୍କର ମଣ୍ଡଳୀର ଭାଇ ଭଉଣୀ ମାନେ ଆଜି ସେମାନେ ଛିନ୍ନ ଭିନ୍ନ ଅବସ୍ଥାରେ ଥାଇ ଏହି ଜଗତ, ଏହି ଶୈତାନର ହାବୁଡ଼ରେ ପଡ଼ି ଆଜି ସେମାନଙ୍କର ଶିକାର। ଆଜି ଆମମାନଙ୍କର ପିଲାମାନେ ଜଗତର ଶିକାର, ଶୈତାନର ଶିକାର। ତାହା ନୁହେଁ କି ସାନ ପିଲାଠାରୁ ଆରମ୍ଭ କରି ଯୁବା ପିଲାମାନେ, ପରିବାର, ଆମମାନଙ୍କ ପରିବାର ଗୁଡ଼ିକ, ସ୍ୱାମୀ ସ୍ତ୍ରୀ ମାନେ ଆଜି ଜଗତରେ ଏହି ପ୍ରକାର ଅବସ୍ଥାରେ ଅଛନ୍ତି, ଘୁରି ବୁଲୁଛନ୍ତି। ପ୍ରିୟ ବନ୍ଧୁଗଣ, ଈଶ୍ୱର କେବଳ ଏହି ସ୍ଥାନରେ ପାଳକମାନଙ୍କର ବିଷୟରେ କହୁନାହାନ୍ତି, ମାତ୍ର ଈଶ୍ୱର କହୁଛନ୍ତି ମନେ ରଖ, ଏ ପାଳକମାନେ ସେମାନେ ମୋର ମେଷ, ମୁଁ ତୁମମାନଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରିଥିଲି, ଯେପରି ତୁମେ ସେମାନଙ୍କୁ ପ୍ରତିପାଳନ କରିବ। ଫଳରେ ମୁଁ ତୁମକୁ ପୁରସ୍କାର ଦେବି, ଆଶୀର୍ବାଦ ଦେବି। କିନ୍ତୁ ତୁମେ ଅବହେଳା କରିଛ, ତୁମେ ଆପଣା ସେବା କାର୍ଯ୍ୟ ଅବିଶ୍ୱସ୍ତ ହେଇଛ। କିନ୍ତୁ ମନେ ରଖ, ଈଶ୍ୱର କହୁଛନ୍ତି ମୁଁ ତୁମମାନଙ୍କର ବିଚାର କରିବି। 10 ପଦରେ ଲେଖାଯାଉଛି, ଈଶ୍ୱର କହୁଛନ୍ତି ମୁଁ ତୁମମାନଙ୍କର ହସ୍ତରୁ ମୋର ମେଷମାନଙ୍କୁ ଆଦାୟ କରିବି। ମନେ ରଖ, ଭୁଲି ଯାଅ ନା। ଯଦ୍ୟପି ତୁମେ ମୋର ମେଷମାନ ପ୍ରତି ଅଯତ୍ନ କରିଛ, ଅବିଶ୍ୱସ୍ତ ହୋଇଛ, ମନେ ରଖ, ଯେତେ ଗୁଡ଼ିଏ ମେଷମାନଙ୍କୁ ମୁଁ ତୁମ ହସ୍ତରେ ସମର୍ପଣ କରିଛି, ଯେତେ ଗୁଡ଼ିଏ ପରିବାର ତୁମର ମଣ୍ଡଳୀରେ ମୁଁ ଦେଇଛି, ପରିବାରରେ ତୁମେ ଦେଇଛି, ସେ ସମସ୍ତ ପରିବାର ଗୁଡ଼ିକୁ, ସେ ସମସ୍ତ ଜୀବନ ଗୁଡ଼ିକୁ ମୁଁ ତୁମର ହସ୍ତରୁ ଆଦାୟ କରିବି। ପ୍ରତ୍ୟେକର ଜୀବନ ପାଇଁ ତୁମେ ମୋତେ ହିସାବ ଦେବା ପାଇଁ ପଡ଼ିବ। ପ୍ରିୟ ବନ୍ଧୁଗଣ, ଦେଖିପାରୁଛୁ ଈଶ୍ୱର କହୁଛନ୍ତି ହେ ପାଳକ ମାନେ, ତୁମମାନଙ୍କର ହସ୍ତରୁ ମୁଁ ସେମାନଙ୍କୁ ଆଦାୟ କରିବି, ହିଁ କରିବି। ପ୍ରିୟ ବନ୍ଧୁଗଣ, ଯୋଉ ପରିବାର ଗୁଡ଼ିକ ଆଜି ମଣ୍ଡଳୀଭୁକ୍ତ, ଯୁବା ପିଲାମାନେ, ପୁଣି ଅନ୍ୟମାନେ, ପ୍ରତ୍ୟେକର ପାଇଁ ଆମମାନଙ୍କୁ ଦିନେ ହିସାବ ଦେବା ପାଇଁ ପଡ଼ିବ। ମନେ ରଖିବା, ଆମମାନଙ୍କର ହିସାବର ଦିନ ଶେଷ ହେଇନି। ଦିନେ ଆପଣ ପୁଣି ମୁଁ ଆମମାନଙ୍କର ପାଳକୀୟ ସେବା କାର୍ଯ୍ୟ ନିମନ୍ତେ, ଆମର ମିଶନାରୀ ସେବା କାର୍ଯ୍ୟ ନିମନ୍ତେ, ଆମର ପ୍ରମୁଖ ସେବାକାରୀ ନିମନ୍ତେ ଆମମାନଙ୍କର ହସ୍ତରେ ସମର୍ପିତ ପ୍ରତ୍ୟେକର ପାଇଁ ଆମମାନେ ହିସାବ ଦେବା ପାଇଁ ପଡ଼ିବ। ଦ୍ୱିତୀୟ ଈଶ୍ୱର କହୁଛନ୍ତି କେବଳ ହିସାବ ନେବି ତାହା ନୁହେଁ। ମନେ ରଖ, ହେ ପାଳକ ମାନେ, ହେ ମିଶନାରୀ ମାନେ, ହେ ମୋର ଲୋକମାନେ, ମୁଁ ତୁମମାନଙ୍କୁ କ'ଣ କରିବି? ସେଇ ସେବା କାର୍ଯ୍ୟରୁ ମୁଁ ତୁମକୁ କ'ଣ କରି ଚ୍ୟୁତ କରିବି, ସେଇ ସେବା କାର୍ଯ୍ୟ ତୁମଠାରୁ ଛଡ଼େଇ ନେବି। କିଏ ବନ୍ଧୁଗଣ ଜାଣିପାରୁଛୁ, ଯୋଉ କାର୍ଯ୍ୟ ପ୍ରଭୁ ଆପଣଙ୍କ ହସ୍ତରେ ଦେଇଛନ୍ତି, ମୋ ହସ୍ତରେ ଦେଇଛନ୍ତି, ଯଦି ଆପଣ ଅବିଶ୍ୱସ୍ତ ହେବେ, ମୁଁ ଅବିଶ୍ୱସ୍ତ ହେବି, ଦିନେ ନା ଦିନେ, ଆଜି ନହେଲେ କାଲି ପ୍ରଭୁ ସେଇ ସେବା କାର୍ଯ୍ୟ ଆପଣଙ୍କଠାରୁ ଛଡ଼େଇ ନେବେ। ଆପଣ ସେଇ ସେବା କାର୍ଯ୍ୟରେ ରହିବେନି। ଯଦି ରହିବେ, ନୀତିତ ହେବେ, ଛଡ଼େଇ ନେବେ। ପ୍ରିୟ ବନ୍ଧୁଗଣ, ଚାରିପାଖକୁ ଯଦି ଆଜି ଆମେ ଦେଖିବା, ଆଜି ଯୋଉ ପାଳକ ମାନେ ଦିନେ ସେବା କାର୍ଯ୍ୟ କରୁଥିଲେ, ଆଜି ସେମାନେ କୁଆଡ଼େ ଗୁପ୍ତ ଭାବରେ ରହିଛନ୍ତି, ସେମାନଙ୍କର ସନ୍ଧାନ ମିଳୁନି। ଅନେକ ମିଶନାରୀ ମାନେ, ଅନେକ ପ୍ରମୁଖ ସେବାକାରୀ ମାନେ ଯୋଉମାନେ କାର୍ଯ୍ୟ କରୁଥିଲେ, ଉତ୍ତମ ଭାବରେ ହୁଏତ କାର୍ଯ୍ୟ ଆରମ୍ଭ କରିଛନ୍ତି, ଜଗତର ଅଭିଳାଷ ସେମାନେ ମାତି ଯାଇଛନ୍ତି। ଅର୍ଥ ପଛରେ, ଧନ ଲୋଭ ପଛରେ, ମାନ ସମ୍ମାନ ପଛରେ ଗୋଡ଼ିବା ଦ୍ୱାରା ଆଜି ସେମାନଙ୍କର ସ୍ଥାନ, କୌଣସି ସ୍ଥାନ ନାହିଁ। ସେମାନଙ୍କୁ ଖୋଜିଲେ ମଧ୍ୟ ଆପଣ ପାଇବେ ନାହିଁ। କୁଆଡ଼େ ଗଲେ ସେ ପାଳକ ମାନେ? କୁଆଡ଼େ ଗଲେ? ଆଜି ସେ ମିଶନାରୀ ମାନେ କୁଆଡ଼େ ଗଲେ? ସେ ପ୍ରଚାରକ ମାନେ କୁଆଡ଼େ ଗଲେ? ଈଶ୍ୱର କହୁଛନ୍ତି ମୁଁ ସେମାନଙ୍କୁ ସେଇ କାର୍ଯ୍ୟରୁ ସେମାନଙ୍କୁ ମୁଁ ଛଡ଼େଇ ନେବି। ପ୍ରିୟ ବନ୍ଧୁଗଣ, ସାଂଘାତିକ ଈଶ୍ୱରଙ୍କର ବାକ୍ୟ, ମୋ ନୁହେଁ। ଈଶ୍ୱର କହୁଛନ୍ତି କିନ୍ତୁ ମୁଁ ମୋର ଲୋକମାନଙ୍କର ପାଳକ ହେବି। ଏଇ ହେଉଛି ପାଳକୀୟ ହୃଦୟ। ବର୍ତ୍ତମାନ ପରପଦ ଗୁଡ଼ିକରେ ଆମେ ପଢ଼ିବା, ଈଶ୍ୱର କହୁଛନ୍ତି ମୁଁ ମୋର ମେଷମାନଙ୍କୁ ଉଦ୍ଧାର କରିବି। 10 ପଦ, ଜିହିଜିକଲ ତାର 34 ପଦ, 10 ପଦରେ ଈଶ୍ୱର କହୁଛନ୍ତି କେତେ ଗୁଡ଼ିଏ ବିଷୟ। ସେ କହୁଛନ୍ତି ଆମ୍ଭେ ମେଷମାନଙ୍କୁ ଉଦ୍ଧାର କରିବା, ମେଘାଚ୍ଛନ୍ନ ଅନ୍ଧକାର ଦିନରେ ସେମାନଙ୍କୁ ରକ୍ଷା କରିବା। ମୋର ମେଷମାନେ ଆଜି ଅନ୍ଧକାରରେ ବୁଲୁଛନ୍ତି। ଆଜି ସେମାନେ
ମେଘାଚ୍ଛନ୍ନ ଅବସ୍ଥାରେ ବୁଲୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଉଦ୍ଧାର କରିବି, ମୁଁ ସେମାନଙ୍କୁ ଖୋଜିବି। ସେମାନେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, ପାହାଡ଼ ଉପରେ, ପର୍ବତ ଉପରେ, ଗୁହା ଉପରେ, ଏପରିକି ଶିକାର ଅବସ୍ଥାରେ ଥିଲେ ମଧ୍ୟ ମୁଁ ଖୋଜିବି, ମୋର ମେଷମାନଙ୍କୁ ମୁଁ ଖୋଜିବି ଆଉ ସେମାନଙ୍କୁ ଉଦ୍ଧାର କରିବି। ଦ୍ୱିତୀୟରେ ସେ କହୁଛନ୍ତି କେବଳ ଉଦ୍ଧାର କରି ନୁହେଁ, ମାତ୍ର ମୁଁ ସେମାନଙ୍କୁ ଅନ୍ୱେଷଣ କରିବି, ମୁଁ ସେମାନଙ୍କର ଅନୁସନ୍ଧାନ କରିବି, ସେମାନଙ୍କୁ ନ ପାଇବା ପର୍ଯ୍ୟନ୍ତ ମୁଁ ଖୋଜିବି। ଈଶ୍ୱର କହୁଛନ୍ତି କାରଣ ସେମାନେ ମୋର ଲୋକ, ମୋର ମେଷମାନଙ୍କର ନିମନ୍ତେ ମୁଁ ଜୀବନ ଦେଇଛି। ମୁଁ ସେମାନଙ୍କୁ ଅନ୍ୱେଷଣ କରିବି, ରାତି ଦିନ ମୁଁ ସେମାନଙ୍କୁ ଖୋଜିବି, ନ ପାଇବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଅନୁସନ୍ଧାନ କରିବି। ଆଉ ଈଶ୍ୱର କହୁଛନ୍ତି ମୁଁ ସେମାନଙ୍କୁ ପାଇଲେ କ'ଣ କରିବି? ମୁଁ ସେମାନଙ୍କୁ ନାନା ଦେଶ ମଧ୍ୟରୁ ସଂଗ୍ରହ କରିବି। ପ୍ରିୟ ବନ୍ଧୁଗଣ, ଆଜି ପୃଥିବୀର ପ୍ରାନ୍ତ ମଧ୍ୟରୁ ଈଶ୍ୱର ତାଙ୍କର ଲୋକମାନଙ୍କୁ ସଂଗ୍ରହ କରୁଛନ୍ତି। ହେଇପାରେ ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ଆମେ ଇସ୍ରାଏଲ ପୁଣି ଈଶ୍ୱରଙ୍କର ସେ ଜିହୁଦୀ ଲୋକମାନଙ୍କର ବିଷୟ ଚିନ୍ତା କରୁଛୁ, ନିଶ୍ଚିତ ଭାବରେ ଆମେ ଜାଣୁଛୁ ଆଜି ପୃଥିବୀର ପ୍ରାନ୍ତ ଭାଗରୁ ଈଶ୍ୱର ଜିହୁଦୀ ମାନଙ୍କୁ ସଂଗ୍ରହ କରୁଛନ୍ତି। କାରଣ ସେଦିନେ କହିଛନ୍ତି ଯେ ଗୋଟିଏ ପାଳକ ହେବେ ଆଉ ଗୋଟିଏ ପଲ ହବ, ସେ ହେବେ ପାଳକ, ପୁଣି ସମଗ୍ର ପୃଥିବୀ ବିଶ୍ୱାସୀ ମାନେ ସେମାନେ ତାଙ୍କର ମେଷ ପଲ ହେବେ। ଈଶ୍ୱର କହୁଛନ୍ତି କେବଳ ମୁଁ ସେମାନଙ୍କୁ ସଂଗ୍ରହ କରିବି, ଏକତ୍ର କରିବି ତାହା ନୁହେଁ, ମାତ୍ର ମୁଁ ସେମାନଙ୍କୁ ଉତ୍ତମ ଚରାଣୀରେ ଚରେଇବି, ସୁରକ୍ଷିତ ସ୍ଥାନରେ ସେମାନଙ୍କୁ ଶୟନ କରିବି। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆପଣ ଅବିଶ୍ୱସ୍ତ ହେବେ, ମୋ ଅବିଶ୍ୱସ୍ତ ହେବେ, ଈଶ୍ୱର କିନ୍ତୁ ତାଙ୍କର ଲୋକମାନଙ୍କୁ ଭୁଲିବେ ନାହିଁ, କାରଣ ସେ ତାଙ୍କର ସାଦୃଶ୍ୟ ପ୍ରତିମୂର୍ତ୍ତିରେ ସେମାନଙ୍କୁ ସୃଷ୍ଟି କରିଛନ୍ତି। ଈଶ୍ୱର କହୁଛନ୍ତି ଆମ୍ଭେ ସେମାନଙ୍କୁ ଚରେଇବା, ମୁଁ ପ୍ରତିପାଳନ କରିବି, ମୁଁ ସେମାନଙ୍କର ପାଳକ ବି, ମୁଁ ଚରେଇବି। ଗୀତ ସଂହିତା 23 ପର୍ବ କେତେ ସୁନ୍ଦର ପର୍ବ। ଉତ୍ତମ ମେଷ ପାଳକ ମୁଁ ଚରେଇବି, ମୁଁ ସେମାନଙ୍କୁ ଉତ୍ତମ ଚରଣୀ ସ୍ଥାନରେ ଶୟନ କରାଇବି। କେବଳ ସେତିକି ନୁହେଁ, ମାତ୍ର ଆଜି ସେମାନେ ବିପଦଗାମୀ ହେଇଥିବାରୁ, ଆଜି ପାହାଡ଼ ପର୍ବତ ଗୁଡ଼ିକରେ ସେମାନେ ଘୁରି ବୁଲିଥିବାରୁ, ସେମାନେ ଆଜି ହିଂସ୍ରକ ଜନ୍ତୁମାନଙ୍କ ଦ୍ୱାରା ଆଘାତପ୍ରାପ୍ତ ହେଇଥିବାରୁ ଆଜି ସେମାନେ କ୍ଷତ ବିକ୍ଷତ। ଈଶ୍ୱର କହୁଛନ୍ତି ଆମ୍ଭେ ସେମାନଙ୍କର କ୍ଷତ ସବୁ ବାନ୍ଧିବା, ପୀଡ଼ିତକୁ ସବଳ କରିବା। ପ୍ରିୟ ବନ୍ଧୁଗଣ, ଏଇ ହେଉଛି ପାଳକୀୟ ହୃଦୟ, ଏଇ ହେଉଛି ଆମଙ୍କର ଈଶ୍ୱରଙ୍କର ହୃଦୟ। ଯେଉଁ ଈଶ୍ୱର ଆପଣଙ୍କୁ ପାଳକରେ ନିଯୁକ୍ତ କଲେ, ସେ ଉତ୍ତମ ମେଷ ପାଳକ। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ସମାଜ, ଆମମାନଙ୍କର ମଣ୍ଡଳୀ, ଆମର ଯୁବା ପୁଅ ଝିଅମାନେ ଆଜି ସେମାନେ କ୍ଷତ ବିକ୍ଷତ। ଈଶ୍ୱର କହୁଛନ୍ତି ଆମ୍ଭେ ସେମାନଙ୍କର କ୍ଷତ ବାନ୍ଧିବା, ଅନେକ ଦୁର୍ବଳ, ଆମ୍ଭେ ସେମାନଙ୍କୁ ସବଳ କରିବା। ପ୍ରିୟ ବନ୍ଧୁଗଣ, ଆଜି ଈଶ୍ୱରଙ୍କର ବିଚାର ସମ୍ମୁଖରେ ଆପଣ ପୁଣି ମୁଁ ଆମେ ଠିଆ ହେଇଛୁ। କେବଳ ସେତିକି ନୁହେଁ, ମାତ୍ର ଈଶ୍ୱର କହୁଛନ୍ତି କେବଳ ଆମ୍ଭେ ଆମ୍ଭର ପାଳକମାନଙ୍କ ଉପରେ ବିଚାର ଆଣିବା ତାହା ନୁହେଁ, ମାତ୍ର ପରପଦ ଗୁଡ଼ିକରେ 17 ପଦରୁ 22 ପଦରେ ଆମେ ଦେଖୁଛୁ ଈଶ୍ୱର କହୁଛନ୍ତି ମୋର ମେଷମାନଙ୍କର ମଧ୍ୟରେ ମଧ୍ୟ ଯେଉଁ ବିଶୃଙ୍ଖଳା ଦେଖାଯାଉଛି, ଯେଉଁ ଅସଜଡ଼ା ବିଷୟ ଦେଖାଯାଉଛି, ତାହାକୁ ମୁଁ ସଜାଡ଼ିବି। ଲେଖାଯାଉଛି ଈଶ୍ୱର କହୁଛନ୍ତି ମେଷମାନଙ୍କର ମଧ୍ୟରେ ଆମ୍ଭେ ବିଚାର କରିବା। କେତେକ ମେଷ ହୃଷ୍ଟପୃଷ୍ଟ, ଆଉ କେତେକ ମେଷ ଦୁର୍ବଳ। କିନ୍ତୁ କ'ଣ ହୁଏ? ସବଳ ମେଷମାନେ ଜଳପାନ କରିବା ପରେ ପରେ ଅବଶିଷ୍ଟ ଜଳକୁ ସେମାନେ କ'ଣ କରନ୍ତି? ନିଜର ଗୋଡ଼ରେ ତାକୁ ଗୋଳିଆ କରିଦିଅନ୍ତି, ପରିଷ୍କାର ଜଳକୁ ଗୋଳିଆ କରିଦିଅନ୍ତି, ଯେପରି ଅନ୍ୟ ମେଷମାନେ, ଦୁର୍ବଳ ମେଷମାନେ ଆଉ ସେ ସଜଳ ଜଳ ପାନ କରିପାରିବେ ନାହିଁ। ଈଶ୍ୱର କହୁଛନ୍ତି ମେଷମାନଙ୍କ ମଧ୍ୟରେ ଏଇ ଯେଉଁ ପାତର ଅନ୍ତର ଭାବ ରହିଛି, ତାହାକୁ ମଧ୍ୟ ମୁଁ ବିଚାର କରିବି। ପ୍ରିୟ ବନ୍ଧୁଗଣ, ଏହା କ'ଣ ସତ କଥା? ଆଜି ଆମମାନଙ୍କର ମଣ୍ଡଳୀରେ, ବିଶ୍ୱାସୀମାନଙ୍କର ମଧ୍ୟରେ ଏହିପରି ମତାନ୍ତର ଭାବ, ମନାନ୍ତର ଭାବ, ପାତର ଅନ୍ତର ଭାବ କ'ଣ ରହିଛି? ଆମେ ଅନେକ ସମୟରେ ନିଜକୁ ଅଧିକ ଆତ୍ମିକ ମନା ଭାବରେ ଭାବୁଛୁ, ଅନ୍ୟମାନଙ୍କୁ ପାପୀ ବୋଲି ମନେ କରୁଛୁ, ଦୁର୍ବଳ ବୋଲି ମନେ କରୁଛୁ। ସେମାନଙ୍କ ପ୍ରତି ମନୋଯୋଗ ହେବା ପରିବର୍ତ୍ତେ ସେମାନଙ୍କର ଆମେ ବିଘ୍ନର କାରଣ ହେଉଛୁ। କିନ୍ତୁ ଈଶ୍ୱର କହୁଛନ୍ତି ଆମେ ସେମାନଙ୍କ ମଧ୍ୟରେ ଆମେ ବିଚାର କରିବା। ଯେଉଁମାନେ ଏହି ପ୍ରକାର ବ୍ୟବହାର କରନ୍ତି, ନିଜର ସ୍ୱାର୍ଥ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତି, ଅବଶିଷ୍ଟ ଖାଦ୍ୟକୁ ନଷ୍ଟ କରିଦିଅନ୍ତି,
उत्तम जल पान करती पुणी अवशिष्ट जल को गोलिया कर दियंती आंभे विचार करवा। प्रिय भाई भौणी माने मंडल सभ्य सभ्या माने अनुष्ठान कार्यकारी माने या कणा माने आमर जीवन में प्रतिफलन करुचु पातरंतर भाव स्वार्थपर मुझे भल अच्छी मुझे ठीक अच्छी अन्य मान विषय मोर बा चिंता कौन। प्रिय बंधुगण ए समस्त मध्य ईश्वर हृदय एबे भी आपण मोर पाई भाराग्रस्त उठे। सर्वशेष आम जोहन पाठ कर ईश्वर कहते हे मोर प्रिय पिला माने मन रख तुम मानकर छड़ा मोर आहुरी अनेक मेष माने अच्छे मुझे को आणबी जब से गोटे पल हेबे गोटे पालक हेबे। प्रिय बंधुगण यही हूँ सुसमाचार आह्वान। आज आमर चारिपाखे अनेक मेष माने घूरी बुलुचंती पालकहीन अवस्था घूरी बुलुचंती। ईश्वर कहते अनेक मेष माने अच्छे मुझे संग्रह करी मु खोजी। आज कौन से खोजा सेवा कार्य से पल मध्य को फेरे आनबारे आपणकर निज जीवन को मु कौन मोर जीवन को मु समर्पण करी। फल ईश्वर दिने आपणकर माध्यम मोर माध्यम पृथ्वीर प्रांत भागर लोक मान संग्रह करेंगे जबरी दिने ईश्वर हेबे आमर प्रतिपालक उत्तम प्रतिपालक महान प्रतिपालक पुणी आम माने सहपालक भाव सहसेवाकारी भाव तांकर आनंदर मध्य सहभागी हो पारिबा। तेबे आज आम निजक पचारू यही प्रहरी सेवा कार्य आज कौन आपण अमनोयोगी तुरी बजेबारे आसित हो जाइछंती आखि खोलिबारे आज कौन आपण अविश्वस्त होती अंध हो पड़ी अमनोयोगी हो पड़ी निज पाई चिंता करुचती पालक भाव अविश्वस्त अकर्मण्य हो पड़ी अलसुआ हो पड़ी निज विषय स्वार्थपर होती निज विषय चिंता करुचती। बंधुगण मन रखा निश्चित भाव में आपण पुणी दिने मु विचारित हवा किंतु प्रभु आम को विचार करने पूर्वर आम को आम सेवा कार्य पुरस्कृत करने चाहते से दिन जपरी आह्वान आसला प्रहरी कहले जदि फेरवा चाहूच फेर। हे प्रिय पालक माने हे प्रिय मिश्री माने हे प्रिय सेवाकारी माने समय थाउ थाउ आसो आपण पुणी मो आमने से प्रधान पालकों निकट को आमने फेरी आसो क्षमा मागो आमान अविश्वस्त क्षमा मागो आमानकर अमनोज सकाशे क्षमा मागो से आमान को क्षमा देवे आमानकर हस्तरू सीताकर सेवा करू काढ़ी नेबे नाई मात्र आमान को से सेवा कार्य पुनर्बार नियुक्त करे आहरी अधिक शक्तिशाली भाव आहरी अधिक आशीर्वाद युक्त भाव आपण को पुणी मते से निश्चित भाव व्यवहार करेंगे। प्रभु आमान को आशीर्वाद करतु जबरी आपण पुणी मो मन हृदय को कठिन न करे ईश्वर को निकट रे आज हुए तो निज जीवन को समर्पण करदे कहीदे प्रभु यही मोर भंगा जीवन यही मोर भंगा सेवा कार्य को मु तुम हस्त तले समर्पण करुची नहीं पुनर्बार तोर सेवा कार्य मते तुम्हें व्यवहार कर। प्रभु आमान को आशीर्वाद करतु आमेन।